ସମୟର ବଗିଚାରେ କେତେ ଫୁଲ କେତେ କଣ୍ଟା, କିନ୍ତୁ ଚଲା ବାଟରେ ଫୁଲକୁ ବି ଆଡେଇକି ଚାଲିବୁ, କଣ୍ଟାକୁ ବି ଆଡେଇକି ଚାଲିବୁ। ଯଦି ଫୁଲ ପଡିବାର ମୋହରେ ତୁ ପଡିଗଲୁ, ତାହେଲେ କଣ୍ଟା ଫିଙ୍ଗିଲା ବେଳେ ଲୋକ ତତେ କଷ୍ଟ ବହୁତ ଲାଗିବ। କହିବାର ତାତ୍ପର୍ଯ୍ୟ ଏଇକି, ଯେମିତି ଆଜି ରାଧାମାଧବ ଦାସ ହଉଛି, ତ ମୁଁ ତ ବାସ୍ ଯୋଉମାନେ ତାଙ୍କୁ ନିନ୍ଦୁଛନ୍ତି କିମ୍ବା ତାଙ୍କ ବିରୁଦ୍ଧରେ ଭିଡିଓ ବନଉଛନ୍ତି, ମୁଁ ବାସ୍ ଏତେ କହିବି ଟିକେ ଅପେକ୍ଷା କର ପ୍ରକୃତ ସତ ଜାଣିବା ପାଇଁ। ସେ ତମ ପାଇଁ ଏତେ କିଛି କଲା, ହିନ୍ଦୁ ସମାଜ ପାଇଁ, ଗୋମାତା ରକ୍ଷା ପାଇଁ, ଏତେ ସବୁ କଲା ପରେ ବି ଏଇ ହିନ୍ଦୁ ଲୋକ ହିଁ ତା ବିରୁଦ୍ଧରେ ଭିଡିଓ ବନଉଛନ୍ତି, ଏପଟ ସେପଟ କଥା କହୁଛନ୍ତି। ଆଉ ମୁଁ ତ ବାସ୍ ଏତେ କହିବି ଟିକେ ସମୟକୁ ଅପେକ୍ଷା କର, ପ୍ରକୃତ ସତ ଜାଣିବା ପାଇଁ ଚେଷ୍ଟା କର। ଗୋଟେ ହାତରେ କେବେ ତାଳି ବାଜେନି। ଭିଡିଓ ଫୁଲ ଦେଖ, ତାକୁ ବି ତ ସାମ୍ନା ବାଲା ମାରିଥିଲେ ନା। ଆତ୍ମରକ୍ଷା ପାଇଁ ସମସ୍ତେ ତ ମାରିପାରିବେ ନା, ତଥାପି ସେ ଗୋଟେ ପଟୁ ଆରେଷ୍ଟ ହେଇଛି, ଦି ପଟୁ କଣ ପାଇଁ ଆରେଷ୍ଟ ହେଇନାହାନ୍ତି? ବିଷୟ ଭାଇ ଅପେକ୍ଷା କରନ୍ତୁ ପ୍ରକୃତ ସତ ଜାଣିବା ପାଇଁ। ଆଉ ଆପଣଙ୍କ ମତାମତ କମେଣ୍ଟରେ ଦେଇପାରିବେ। ରହିଲି, ଜୟ ଜଗନ୍ନାଥ।